Hello my dear students, welcome back to our YouTube channel Maths with Mahi. ପିଲାମାନେ କ୍ଲାସ୍ 8 ପିଲାଙ୍କର ତମମାନେ ଜାଣିଥିବ କ୍ଲାସ୍ 1 ରୁ 8 ଯାଏଁ ବୁକ୍ସ ଚେଞ୍ଜ ହେଇଯାଇଛି ଆଉ ଆମେ ଆଜି ପଢିବା କ୍ଲାସ୍ 8 ର ନ୍ୟୁ ବୁକ୍ ମାନେ ଗଣିତ ପ୍ରକାଶ ବୁକ୍ ର ଫାର୍ଷ୍ଟ ଚାପ୍ଟର ଯୋଉଟା କି ବର୍ଗ ଓ ଘନ ଚାପ୍ଟରଟା ଆମେ ପଢିବା। କୋଉ ଚାପ୍ଟର? ବର୍ଗ ଓ ଘନ ଚାପ୍ଟର। ପିଲାମାନେ ଗୋଟେ କଥା ମନେ ରଖିଥାଅ, ଯେହେତୁ ତମର ବହି ଗୁଡାକ ଏବେ ଚେଞ୍ଜ ହେଇଯାଇଛି କ୍ଲାସ୍ 8 ରୁ, ତ କ୍ଲାସ୍ 8 କୁ ତମେ ଭଲ ଭାବରେ କନସେପ୍ଟ କ୍ଲିୟର କରିବାକୁ ପଡିବ। କାହିଁକିନା ଆଗରୁ ଆମର ବୁକ୍ ର ଯୋଉ କନସେପ୍ଟ ଥିଲା ଓଡିଆ ମିଡିୟମ ବୁକ୍ ର, ସେଇ କନସେପ୍ଟ ଠାରୁ ଏଇ କନସେପ୍ଟ ବହୁତ ଭିନ୍ନ। ତ ଯଦି ତମେ ଏଇ କ୍ଲାସ ଟାକୁ ଠିକ ସେ ପଢିବନି 8th କ୍ଲାସ ରେ, ତ ତମକୁ 9th ରେ ବହୁତ ଅସୁବିଧା ହବ। ଏଇଟା ହଉଛି ରିଅଲ କଥା ଯୋଉଟା ମୁଁ ତମକୁ କହୁଛି, କାହିଁକିନା କୋଉ ୟୁଟ୍ୟୁବର ବି ଏଇ କଥା କହିବେନି। ମୁଁ ଜାଣିଛି, ଯେହେତୁ ମୁଁ ଏଇ କଥାଟା ତମମାନଙ୍କୁ ଆଗରୁ ସତର୍କ କରେଇ ଦଉଛି। ଯଦି ତମେ କ୍ଲାସ 8 ରେ ଠିକ ସେ ପଢିବନି, କ୍ଲାସ 9th ରେ ବହୁତ କଷ୍ଟ ହବ, ଯୋଉଥିପାଇଁ କି ତମକୁ ଯାଇକି କ୍ଲାସ 10th ରେ ବି କଷ୍ଟଟା ଭୋଗିବାକୁ ପଡିବ, ବୁଝିଲ? ତ ସେଥିପାଇଁ ତମେ ଏଇ ବୁକ୍ ର ପ୍ରତି କ୍ୱେଶ୍ଚିନ୍ ଆନ୍ସର୍ସ ତ ତମେ ଏଇଠି ଏକ୍ସରସାଇଜ ଯେମିତି ତମେ ଆଗରୁ ପାଉଥିଲ 1A 1B ଏମିତି 1.1 1.2 ତମର ଆଗରୁ 7th କ୍ଲାସ ରେ ତମର କେମିତି ଥିଲା 1A 1B ଏମିତି ଥିଲା। ସେଇ ସବୁ କିଛି ବି ତମେ ଏଇଠି ପାଇବନି। ତମେ ଖାଲି ଏଇଠି ପାଇବ ନିଜେ କର, ନିଜେ କରି ଦେଖ, ନିଜେ କର, ଏଇ ଟାଇପ ର ସବୁ ପାଇବ, ଉଦାହରଣ ବି ପାଇବ। ସେଇ ସବୁକୁ ହିଁ ତମକୁ ପ୍ରାକ୍ଟିସ କରିବାକୁ ପଡିବ ଏଇ ନ୍ୟୁ ବୁକ୍ ଗଣିତ ପ୍ରକାଶରେ, ବୁଝିଲ ପିଲାମାନେ? ତ ହଁ, ଗୋଟେ କଥା କହି ରଖୁଛି, ଯଦି ତମମାନେ ମୋ ଚ୍ୟାନେଲଟି ମ୍ୟାଥ୍ ୱିଥ୍ ମାଇକୁ ସବସ୍କ୍ରାଇବ କରିନ, ତାହେଲେ ଜଲ୍ଦି କରିଦିଅ। କାହିଁକିନା ଆଗକୁ ତମର ମ୍ୟାଥ ର ସବୁ ଯାକ ବିଷୟ ଆମେ କଭର କରିବା ପାଇଁ ଯାଉଛେ ଏଇ ଚ୍ୟାନେଲରେ। ସେକେଣ୍ଡ କଥା ମନେ ରଖ ପିଲାମାନେ, ତମର ଆଗରୁ 8th କ୍ଲାସ ରେ ବୁକ୍ ଥିଲା ଦିଟା, ଗୋଟେ ହଉଛି ବୀଜଗଣିତ ଆଉ ଗୋଟେ ହଉଛି ଜିଓମେଟ୍ରି। ବଟ ଏବେ ତମର ଗୋଟିଏ ହିଁ ବହି, ଯୋଉଟା ହଉଛି ଗଣିତ ପ୍ରକାଶ। ଓକେ, ତ ଏବେ ଆମେ ଷ୍ଟାର୍ଟ କରିବା। ପିଲାମାନେ ଏଇଠି ଦେଇଛି ବର୍ଗ ଓ ଘନ ଫାର୍ଷ୍ଟ ଚାପ୍ଟର, ଯୋଉଟା କି ଇଂଲିଶ ରେ ଲେଖା ହେଇଛି ଆ ସ୍କୋୟାର ଆଣ୍ଡ ଏ କ୍ୟୁବ। ହେଲା, ତମମାନେ ମେ ବି ତମର ଟିକେ ଟିକେ ଆଇଡିଆ ଥିବ ବର୍ଗ ମାନେ କଣ, ଘନ ମାନେ କଣ। ତ ମୁଁ ଚାପ୍ଟର ଷ୍ଟାର୍ଟ କରିବା ପୂର୍ବରୁ ମୁଁ ତମକୁ ଗୋଟେ କଥା ବୁଝେଇ ଦଉଛି। ବର୍ଗ ମାନେ ଗୋଟିଏ ସଂଖ୍ୟାକୁ 2 ଥର ଗୁଣିବା। ସେଇ ସଂଖ୍ୟା ମାନେ ମନେକର 2, ମୁଁ କହିବି 2 ର ବର୍ଗ, ତାମାନେ 2 ର ବର୍ଗ ମାନେ ସେଟାକୁ କେମିତି ଲେଖାଯାଏ? 2 ଉପରେ ଏମିତି ଛୋଟ 2 ଲେଖାଯାଏ, ଯୋଉଟା କି 2 ଗୁଣନ 2 କୁ ବୁଝାଏ, ବୁଝିପାରିଲ? ଯୋଉଟା କି ତମର ହଉଛି 4। ସେମିତି ଘନ ମାନେ ମୁଁ କହିବି 2 ର ଘନ, 2 ର ଘନ ମାନେ 2 ର ଉପରେ 3, ମାନେ 2 ଗୁଣନ 2 ଗୁଣନ 2, ମାନେ 3 ଥର ଗୁଣିବ। 3 ଥର ଗୁଣିଲେ ୟା ଆନ୍ସର ହଉଛି କେତେ? 8। ବୁଝିଲ ପିଲାମାନେ? ଏମିତି ହିଁ ବର୍ଗ ଆଉ ଘନର ଆନ୍ସର ବାହାର କରାଯାଏ। କିନ୍ତୁ ଏଇ ଚାପ୍ଟର ଆମେ କଣ କଣ ପଢିବା ଦେଖ। ଏଇ ଫାର୍ଷ୍ଟ ପେଜ ରେ କିଛି ବି ନାହିଁ, ତମେ ଚାହିଁଲେ ନିଜେ ରିଡିଂ କରିପାରିବ। ମୁଁ ତମକୁ ପିଡିଏଫ ଟା ବି ପ୍ରୋଭାଇଡ କରିଦେବି, ଯଦି ତମମାନେ ମତେ କମେଣ୍ଟ ବକ୍ସରେ କମେଣ୍ଟ କରିବ। ପିଲାମାନେ ଏଇଠି ଦେଖ ଦିଆ ହେଇଛି ଗୁଣ ନିୟକ। ତମେ ଛୋଟ ବେଳଠୁ ଗୁଣ ନିୟକ ଆଉ ଗୁଣିତକ ବିଷୟରେ ଭଲ ଭାବରେ ପଢିକି ଆସିଥିବ। ତ ଗୁଣ ନିୟକ ପଢିଥିବେ ହିଁ ଥିବେ, ଯୋଉଟାକୁ କି ଆମେ ଜାଣିଛେ। ଦେଖ ଗୁଣ ନିୟକ, ମୁଁ କହିବି 6 ର ଗୁଣ ନିୟକ। 6 ର ଗୁଣ ନିୟକ ମାନେ କୋଉ ସଂଖ୍ୟାରେ କେତେ ଗୁଣିଲେ 6 ଆସିବ, ବୁଝିଲ ନା? କୋଉ ଦୁଇଟି ସଂଖ୍ୟାକୁ ଗୁଣିଲେ 6 ଆସିବ। ଦେଖ 1 ରେ 6 ଗୁଣିଲେ 6, 2 ରେ 3 ଗୁଣିଲେ 6। ତ ଏଇଠି ଗୁଣ ନିୟକ କିଏ କିଏ ହେଲେ? 1 2 3 6। ଜାଣିପାରିଲ? ଗୁଣ ନିୟକ ମାନେ 1 ରେ 6 ଗୁଣିଲେ 6 ହଉଛି, ମାନେ 1 ବି ତାର ଗୁଣ ନିୟକ, 6 ବି ତାର ଗୁଣ ନିୟକ। ସେମିତି 2 ରେ 3 ଗୁଣିଲେ 6 ହଉଛି, ତାମାନେ 2 ବି 6 ର ଗୁଣ ନିୟକ, 3 ବି 6 ର ଗୁଣ ନିୟକ। ଯଦି ତମକୁ ଆଉ ଟିକେ ଏକ୍ସଟ୍ରା ବୁଝିବାର ଅଛି, ଦେଖ ତଳକୁ ଦେଖ। 1 ତ ତମେ ଜାଣିଛ, 1 ର ଏକମାତ୍ର ଗୁଣ ନିୟକ 1। ଏବେ ଦେଖ 4, 4 ର ଗୁଣ ନିୟକ କିଏ କିଏ? 1 ଗୁଣନ 4, 2 ଗୁଣନ 2। ତାମାନେ 1 ରେ 4 ଗୁଣିଲେ 4 ହଉଛି, 2 ରେ 2 ଗୁଣିଲେ 4 ହଉଛି। ଏ ସବୁ ସିମ୍ପଲ କଥା ପିଲାମାନେ, କିଛି ନାହିଁ, ଡରିବନି। ଟୋଟାଲ ନୂଆ ବହି ଚେଞ୍ଜ ହେଇଛି କହିକି ପାଠ ବହୁତ ନର୍ମାଲ ଅଛି। କାହିଁକିନା ଆମ ପୁରୁଣା ବହି ଗୁଡାକ 8th କ୍ଲାସ ର ଯାହା ଥିଲା, ସେଥିରେ ପାଠ ଟିକେ ଥିଲା। ଏଇ ବହି ଗୁଡାକରେ ପାଠ ଏତେ କିଛି ନାହିଁ। ତ ନୋ ଡାଉଟ ତମେ ଆରାମସେ ଏଇଟାକୁ ବୁଝିକି ଯାଇପାରିବ। ଦେଖ ଏଇଠି 1 2 ଏବଂ 4 ହଉଛି ତମର ଗୁଣ ନିୟକ। ଏବେ ଦେଖ 9, 9 ର ତମେ ଜାଣିଛ 1 ରେ 9 ଗୁଣିଲେ, 3 ରେ 3 ଗୁଣିଲେ, ଆଉ କିଛି ହେଇପାରିବ କି? ନା। ତ 1 3 9। ତ ଏଇ କ୍ଷେତ୍ରରେ ତମେ ଦେଖ ପ୍ରତି କେସ ରେ ଗୋଟେ ଗୋଟେ ଜିନିଷ ଅଛି। ଦେଖ ଆମେ ଟୋଟାଲ କେତେଟା କେସ୍ ଦେଖିଲେ ଏଇଠି? 1 2 3 4, 4ଟା କେସ୍ ଦେଖିଲେ। 4ଟା କେସ୍ ରେ ପିଲାମାନେ ତମେ ଏଇଠି ଗୋଟେ ଜିନିଷ ଦେଖ, ଏଇ ଯୋଉ ଥାର୍ଡ ବକ୍ସ ଦେଖ ଆଉ ଫୋର୍ଥ ବକ୍ସ ଦେଖ, 4 ଆଉ 9 ର। 4 ଆଉ 9 ର ତମେ ଏଇଠି ଦେଖ, ଗୋଟେ ଅଛି 2 ଗୁଣନ 2 ଆଉ ଗୋଟେ ଅଛି 3 ଗୁଣନ 3, ହଁ ନା ନାଇଁ? ଯୋଡି ସଂଖ୍ୟା। କୋଉ ସଂଖ୍ୟା? ଯୋଡି ସଂଖ୍ୟା। ମାନେ ଗୋଟେ ସଂଖ୍ୟାକୁ 2 ଥର ଗୁଣା ହେଇଛି। ତ ଏଇଠିକି ଆସ ତଳକୁ, ଦେଖ ଏଇଠି ସବୁ ଦିଆ ହେଇଛି କଣ? ଡେଫିନେସନ କୁ ଦେଖିବା, ମାନେ ସଂଜ୍ଞା, ବର୍ଗ ସଂଖ୍ୟା କାହାକୁ କୁହାଯାଏ। ଦେଖ ପିଲାମାନେ, ତମେ ଏଇଠି ଯୋଉ ଯୋଡି ଗୁଡାକ ଦେଖିଲା, ଦିଟା ସଂଖ୍ୟାକୁ ମାନେ ଗୋଟେ ସଂଖ୍ୟାକୁ 2 ଥର ଗୁଣା ହେଇଛି, ହଁ ନା ନାଇଁ? ତ ଦେଖ କୌଣସି ସଂଖ୍ୟାକୁ ସେଇ ସଂଖ୍ୟା ଦ୍ଵାରା ଗୁଣିଲେ,
गुणफल को उक्त संख्यार वर्ग बा एक वर्ग संख्या कुआ जाए। पिला माने एटा को नोट कर दियो। वर्ग संख्या माने कौन तमरो शॉर्ट क्वेश्चन रे मे भी आसी पारे एक मार्क रे केना जेहेतु बुक चेंज हेची ता माने क्वेश्चन रो पैटर्न भी चेंज हेतिबो तो एटा को तमे नोट कर दियो हला। गोटे संख्या को सेही संख्या सहित आउ थरे गुणिया को ही तार वर्ग संख्या बोली कुआ जाए। बुझिलो पिला माने डाउट टा ए जे क्लियर हेतिबो। तापर हम आगो को जिबा। एबे जिबा हमें वर्ग संख्या एटा किछि दरकार नै पिले सेते पे मु डिस्कस करूनी जोडा दरकार जोडा इंपोर्टेंट जोडा तो मन को बुझिबा दरकार सेटा ही मु तुमको बुझौची। देखो वर्ग संख्या हां वीडियो टी को तुम सांग मानको मध्ये शेयर कर दबो हला। देखो वर्ग संख्या एबे मु जस्ट तुमको कहली कि गोटिए संख्या को सेही संख्या सहित दुई थर गुणिया को वर्ग संख्या कुआ जाए। एबे देखो एडी कहला 1 4 9 6 कौन कहला 1 4 9 आउ 16 बड़ी संख्या गुडे को काहेकि वर्ग संख्या कुआ जाए। काहेकि वर्ग संख्या कुआ जाए क्वेश्चन कोन पई कुआ जाए तार आंसर हमें तळे देखिया। आमे जानु जे एक वर्ग रे एक वर्ग क्षेत्रर क्षेत्रफल मोट वर्ग एकक संख्या और बाहुद्वयर गुणफल अटे। ना नाई तमे छोट बेलटू पढ़ी पढ़ी आसछ वर्ग क्षेत्रर क्षेत्रफल होची बाहु गुणन बाहु। तो एई सारणीटी को देखो निम्न रे गोटे सारणी अछि। जदि गोटे वर्ग क्षेत्र अछि मन कर ये होची तमर गोटे वर्ग क्षेत्र जार बाहु संख्या होची 1 आउ 1 तमे जानछो वर्ग क्षेत्रर चारि बाहु समान एटा 1 माने एटा भी 1 ताल ता क्षेत्रफल कोन बाहुर स्क्वायर माने बाहु गुणन बाहु ता माने 1 गुणन 1 होची 1 वर्ग एकक। एबे जदि हमें दीटा वर्ग क्षेत्र देखिया तो ये गला ये 1 ये एपट साइड रो देखिया हमें दीटा एपट साइड रो हमें देखिया दीटा। देखो ये दीटा केतटा हला रे दीदीटा नबा ना पिला बाबुतबे एटी चारटा हला नाइ। देखो एपटू दीटा नै जिमु बुझिलो ता माने ए टोटल रो लेंथ टा केते हला बाहुर दैर्घ्य 2 ए टोटल रो केते हला 2 तो 2 गुणन 2 केते हला 4 सेमिति देखो 3 गुणन 3 9 4 गुणन 4 16 5 गुणन 5 25 6 गुणन 6 36 ए सब देखो 1 4 9 16 25 36 ए सब को संख्या हले गोटे गोटे वर्ग संख्या माने जण जणकर स्क्वायर होचंदी माने 1 होची 1 रो स्क्वायर 4 होची 2 रो स्क्वायर सेमिति 9 होची हमर 3 रो स्क्वायर 16 होची 4 रो स्क्वायर 25 होची 5 रो 36 होची 6 रो। पिना माने मु तुमको एटी गोटे सिंपल कथा कहबी जेहेतु तुम माने वर्तमान अष्टम क्लास को एंट्री करिछो तो बेटर हबो तमे 1 रु 30 जाए प्रत्येक संख्यार स्क्वायर आउ क्यूब को काढी की निज खाता रे लेखिबो आउ काढी की मते कमेंट बॉक्स रे मध्ये कमेंट करिवो 1 रु 20 जाए किबा 1 रु 30 जाए संख्यार वर्ग आउ घन बाहर करी तमे मते कमेंट बॉक्स रे कमेंट करो। तापर देखो जदि साधारणतः कौन से संख्या n आम पाई n गुणन n n स्क्वायर लिखि थाओ या को n रो वर्ग कुआ जाए। पिले n माने कंफ्यूज होबनी n माने तमे इंग्लिश रो अल्फाबेट बाबुतबो बट एटी मैथमेटिकली n माने नंबर गोटे पिला माने बुझी परलो n माने नंबर तो n रो वर्ग माने n रो स्क्वायर हला ताको केमिति लेखंती n रो स्क्वायर छोट 2 ऊपर तार पावर 2 लेखंती ऊपर ताको पावर 2 लेखंती जोटा कि हम को n रो वर्ग बा n रो स्क्वायर रो ओडियाटा होची वर्ग बुझलो। एबे देखो एटी गोटे क्वेश्चन देइची 3/5 रो स्क्वायर तो 3/5 रो स्क्वायर माने 3/5 गुणन 3/5 जोटा कि 9/25 ऊपर को ऊपर गुणिला तळ को तळ गुणिला जोटा कि सेति की वर्ग एकक। पिले माने वर्ग एकक काहे कि ना गोटे संख्या को हम दी थरे जेतु गणुचे सेति पई जेडा वर्ग एकक माने जो जगह हम मीटर सेंटीमीटर किलोमीटर ए सब यूज करू। तो एजे तमरो डाउट क्लियर हेतिबो त तळे भी देइची 2.5 2.5 * 2.5 जोटा कि 6.25 वर्ग एकक। हाँ ये गोटे जिनस मन रख 6.25 को बहुत जन पढ़ती 6.25 6.25 ना सेटा कंप्लीटली भूल सेटा को तुम माने पढ़िबो 6.25 दशमिक पर संख्या को संख्या भाव में उच्चारण करा जाए ताकू मिसई की 25 36 बोली हिसाब करा जाए नहीं। एबे देखो स्वाभाविक संख्या गुड़िकर वर्ग को पूर्ण वर्ग संख्या कुआ जाए जेमिति कि 1 4 9 16 25 होउचंती पूर्ण वर्ग संख्या। पिले तमे जेतिकी संख्यार स्क्वायर बार करो से जो स्क्वायर रे जहा बारिबो सेटा होची तार पूर्ण वर्ग संख्या। डाउट थिबो तळको चलो देखो पूर्ण वर्ग का कोन देखो 1 रो स्क्वायर 1 त माने ई जो 1 टा हमर आंसर बारची ई होची पूर्ण वर्ग सेमति 2 रो स्क्वायर 4 ई होची हमर पूर्ण वर्ग 3 रो स्क्वायर 9 ई होची हमर पूर्ण वर्ग 16 भी पूर्ण वर्ग 25 भी पूर्ण वर्ग। एई बॉक्स टा को तमे कंप्लीटली कंप्लीट करिवो
माने टोटल बॉक्स को कंप्लीट करियो। जस्ट बिफोर मु तुमको ये कथाटा कहली पिले तमे 1 रु 30 जाए स्क्वायर आउ क्यूब काढी दबो माने वर्ग आउ घन काढिबो बुझिलो केमिति काढंते मु तुमको सिखेली 6 रे 6 गुणिले केते 36 तमरे सब मुखस्थ हे जिबार अछि 7 रे 7 गुणिले केते 49 सेमिति 8 रे 8 गुणिले 64 ए सब बार करियो बुझिलो पिला माने 9 रे 9 गुणिले 81 जदि तुमको आंसर आसुनी काढियार तल मते कमेंट बॉक्स रे कमेंट करो पुनी तरे मु तुमको सेडा सिखे देबी केमिति बाउछ एबे देखो पिला माने तुम जदि स्क्वायर गुडा को देखिबो एडी तुमको मु जस्ट एडी कहली एटा 36 एटा 49 बोली देखो समस्त स्क्वायर माने पूर्ण वर्गर जेति की भी स्क्वायर तुम आंसर बारची राइट साइड रे से समस्त एकक स्थान देखो एकक स्थान रे कोन अछि यार 1 अछि यार 4 यार 9 यार 6 यार 5 पुनी रिपीट हला 6 4 6 9 4 त माने तुम कोन रिपीट रिपीट रे देखुचो 0 1 4 5 9 एकक स्थान रे कोन देखुचो 0 1 4 5 6 कोन देखुनो 2 3 7 8 एगुडा को एकक स्थान रे नाही माने पूर्ण वर्ग संख्या रो एकक स्थान रे कोन थिबो 0 1 4 5 6 एवं 9 एतिकी थिबो माने हमें कहबा पूर्ण वर्ग संख्या तो एकक स्थान रे 0 1 4 5 6 थिले ही ताको हमें पूर्ण संख्या कहि परिबा की ना पिला माने हमें केबे भी एकक स्थान को देखिकी पूर्ण वर्ग संख्या कहि पारियानी किंतु पूर्ण वर्ग संख्या हेई पारियो बोली हमें भाबी पारिया ताकू बट पूर्ण वर्ग केबे केबे हुएनी फॉर एग्जांपल मु तमको कहली 44 44 रो एकक स्थान रे 4 अछि ता बेले कोन 44 ता तमरो पूर्ण वर्ग ना बुझिलो तो सब बेले हमें 0 1 4 5 6 आउ 9 को देखिकी कहि परिबानी जे से संख्याटा पूर्ण वर्ग संख्या की नुए हाँ डेफिनेटली हमें कहि परिबा 2 3 7 और 8 अछि माने सेटा पूर्ण वर्ग हेबार चांसेस भी नाही हला एबे देखो एडी केतेटा संख्या देइची 1 रो स्क्वायर 9 रो स्क्वायर 11 रो स्क्वायर 19 रो स्क्वायर 21 रो स्क्वायर 29 रो स्क्वायर रो प्रत्येक स्थान रे 1 अछि तो एकक स्थान रे 1 परवर्ती दुईटी वर्ग संख्या लेख हला मन कर जदि एकक स्थान रे 1 और 9 थाए तबे वर्ग संख्या रे एकक घर 1 होइताए एडी गोटे तुमको ट्रिक कहूची मु मने रखिताओ खाता रे नोट कर दियो देखो 1 आउ 9 जेतिकी भी संख्या अछि 1 कि 11 कि 21 किंबा 9 99 19 29 जहा भी जार एकक स्थान रे 1 और 9 थिबो एंकर स्क्वायर एकक स्थान रे जदि 1 और 9 थिबो तार स्क्वायर रे आंसर सब बेले एकक स्थान रे कोन आसीबो 1 तो मन रखो 2 आउ 8 जदि थिबो सेमते संख्या रो स्क्वायर करले एकक स्थान रे केते आसीबो 4 तापर मन रखो 3 आउ 7 जदि थिबो एकक स्थान रे तार आंसर केते आसीबो एकक स्थान रे 9 देखो 3 रो स्क्वायर 9 7 रो स्क्वायर 49 ताले एकक स्थान रे केते पाउची 9 दिस इज द ट्रिक पिला माने एगुडा को मने रखिबो तापर देखो 4 आउ 6 थिबो माने ऑफ कोर्स तमर केते आसीबो एकक स्थान रे 6 ही आसीबो बुझिलो पिला माने 5 जदि थिबो एकक स्थान रे 5 आसीबो 0 जदि थिबो ताले 0 आसीबो एतिकी संख्या को ही मन रखिया को तुमको पड़िबो देन देखो देखो एटी कहै 16 रो स्क्वायर ए 16 होची 4 रो स्क्वायर 36 होची 6 रो 196 14 रो स्क्वायर 256 16 रो 576 24 रो 674 26 रो बुझिलो ताले एटी कोटे क्वेश्चन देइची निम्नलिखित संख्या मानक मध्यरु केउ गुडी कर स्थान रे 6 रहइबो एकक स्थान रे ताले देखो मु तुमके एटी जस्ट कहली जा जो जो संख्या रो एकक स्थान रे 4 या 6 अछि तार स्क्वायर रे ही माने तार ही जो वर्ग बारिबो सेइतिरे ही 6 आसीबो ताले देखो एटा हबो कि ना एटा हबो यस एटा हबो यस केने एकक स्थान रे 6 अछि एटा हबो यस केने यार भी एकक स्थान रे 6 अछि एटा भी हबो केने यार एकक स्थान रे 4 अछि एटा हबो कि ना केने यार एकक स्थान रे 2 अछि ता माने यार आंसर टा केते बारिबो एकक स्थान रे 4 यार केते बारिबो 4 बुझिलो केमिति होउची पिले माने पढ़ी दबा क्वेश्चन आंसर कर दबा बहुत बड़ दिनस नुए समस्त सेटा कर दियंती किंतु तुम करला बेले गोटे दिनस मन रखो कांसेप्ट को प्रथमे क्लियर करो तापर जा करछो करो तापर गोटे जिनस देइछि पूर्वरु तुमे पूरण करथिया सारणी को संख्या और संख्या मानकर वर्ग गुडी को लक्ष्य कर एपरि एकाधिक अधिक संरचना खोजो
ହେଲା ଏଠି ଦେଇଛି ଆମର ଗୋଟିଏ ଶୂନ ଅଛି ଦେଖ ଏଇ ସବୁ ସଂଖ୍ୟାର ଗୋଟେ ଗୋଟେ ଶୂନ ଅଛି ଯେତେବେଳେ ତାକୁ ବର୍ଗ କରୁଛନ୍ତି ସେଟା କେତେ ହେଇଯାଉଛି ଦୁଇଟି ଶୂନ ଯେତେବେଳେ ଦୁଇଟି ଶୂନ ଥାଉଛି ସେଟା ବର୍ଗ କଲା ସେ କେତେଟା ହେଇଯାଉଛି ଚାରିଟି ଶୂନ ବୁଝିଲ ତାହେଲେ ଏଠି କହିଲା ଯଦି ଗୋଟିଏ ସଂଖ୍ୟାର ଶେଷରେ ତିନୋଟି ଶୂନ ଥାଏ ଶେଷରେ ତେବେ ତାର ବର୍ଗରେ କେତୋଟି ଶୂନ ରହିବ ପିଲେ ଏକ ଅଛି ମାନେ ଦୁଇଟା ହଉଛି ଦୁଇଟା ଥିଲେ ଚାରିଟା ହଉଛି ତିନିଟି ଥିଲେ ନଅଟା ହବ କାହିଁକିନା 3 ର ସ୍କୋୟାର 9 ମନେ ରଖ କେତେ ହବ 9 ଏସବୁ ସର୍ଟ କ୍ୱେଶ୍ଚିନ୍ ଆସିବାର ଚାନ୍ସେସ୍ ଅଛି ହେଲା ତାପରେ ଦେଖ ଗୋଟେ ସଂଖ୍ୟା ଆଉ ତା ବର୍ଗ ମଧ୍ୟରେ ସମ୍ପର୍କ ବିଷୟରେ ତୁମେ କଣ କହିପାରିବ ଗୋଟେ ସଂଖ୍ୟା ଆଉ ତା ବର୍ଗ ମଧ୍ୟରେ ସମ୍ପର୍କ ତମେ କଣ କହିପାରିବ କି ଗୋଟିଏ ସଂଖ୍ୟାକୁ ସେଇ ସଂଖ୍ୟା ଦ୍ୱାରା ଗୁଣିଲେ ହିଁ ବର୍ଗ ସଂଖ୍ୟା ହବ ଆମେ ଏହା ହିଁ କହିପାରିବା ବୁଝିଲ ଏଇଠି ଦେଖ ଗୋଟେ ବକ୍ସ ଭଳିଆ ତମକୁ ଦେଇଛି ପରଫେକ୍ଟ ସ୍କୋୟାର ର ଆଣ୍ଡ ଅଡ୍ ନମ୍ବର ର ପୂର୍ଣ୍ଣ ବର୍ଗ ସଂଖ୍ୟା ଏବଂ ଅଯୁଗ୍ମ ସଂଖ୍ୟାର ରିଲେସନ କୁ ତମକୁ ମାନେ ସମ୍ପର୍କଟାକୁ ଏଠି ବୁଝେଇଛି ହେଲା କ୍ରମିକ ବର୍ଗ ସଂଖ୍ୟା ଗୁଡିକ ମଧ୍ୟରେ ଥିବା ପାର୍ଥକ୍ୟ ଗୁଡିକୁ ଖୋଜିବା ଦେଖ 4 ହଉଛି 2 ର ସ୍କୋୟାର ଏଟା ଗୋଟେ ବର୍ଗ ସଂଖ୍ୟା 1 ହଉଛି 1 ର ସ୍କୋୟାର ତ ଏଇଟା ବି ଗୋଟେ ବର୍ଗ ସଂଖ୍ୟା ଏଇଟା 1 ର ଆଉ 2 ର ମାନେ ଲାଗି ଲାଗି ଆସୁଛନ୍ତି ସେ ଦି ଜଣଙ୍କୁ ମାଇନସ କଲେ ଆନ୍ସର କେତେ ପଡୁଛି 3 ସେମିତି ଦେଖ 3 ର ସ୍କୋୟାର 2 ର ସ୍କୋୟାର ଲାଗି ଲାଗି ତାଙ୍କୁ ମାଇନସ କଲେ 5 ସେମିତି 16 ମାଇନସ 9 7 25 ମାଇନସ 16 9 ତ ଏଇଠି ତମେ କଣ ଲକ୍ଷ୍ୟ କରୁଛ 1 ଇକ୍ୱାଲ ଟୁ 1 1 ପ୍ଲସ 3 ହଉଛି 4 ଯଦି ଆମେ ଅଯୁଗ୍ମ ସଂଖ୍ୟାରେ ତାର ପରବର୍ତ୍ତୀ କ୍ରମିକ ଅଯୁଗ୍ମ ସଂଖ୍ୟାକୁ ମିଶଉଛେ ଆମେ କଣ ପାଉଛେ ବର୍ଗ ସଂଖ୍ୟା ପାଉଛେ ଦେଖ 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 ବହୁତ ଇଜି ଜିନିଷଟା ଦେଖ ଏଠି 1 ଥିଲା ଅଯୁଗ୍ମ ସଂଖ୍ୟା 1 ସହିତ ସେ କଣ ମିଶେଇଲା ପିଲେ 1 ସହିତ ସେ କଣ ମିଶେଇଲା ତା ନେକ୍ସଟ ଅଯୁଗ୍ମ ସଂଖ୍ୟା କ୍ରମିକ ଅଯୁଗ୍ମ ସଂଖ୍ୟା 3 ତ ଟୋଟାଲ କେତେଟା ହେଲା 4 ସେମିତି 1 3 ତା ନେକ୍ସଟ ଅଯୁଗ୍ମ ସଂଖ୍ୟା କେତେ 5 ମିଶେଇକି କେତେ ପାଇଲା ସେ 9 ପୁଣି 1 3 5 7 ମିଶେଇକି କେତେ ପାଇଲା ସିଏ ଏଯାଏଁ ଦେଖ କେତେ ପାଇଲା ସିଏ 16 ପିଲେ ଏଇଟା ଦେଖ ଗୋଟେ ବର୍ଗ ଚିତ୍ର ଭଳିଆ ହେଇନି ଏପଟ 4 ଏପଟ 4 ତ 4 ଗୁଣନ 4 16 ସେମିତି 5 ଗୁଣନ 5 25 ସେମିତି ଏପଟେ ଦେଖ 1 2 3 4 5 6 ଏପଟେ ଦେଖ 1 2 3 4 5 6 36 36 ଯାଏଁ ପାଇବା ପାଇଁ ହେଲେ ସେ ତାର ପୂର୍ବର ସବୁ ଯାକ 1 3 5 7 9 11 ଅଯୁଗ୍ମ ସଂଖ୍ୟାକୁ ମିଶେଇକି ଗୋଟିଏ ବର୍ଗ ସଂଖ୍ୟା ପାଇଛି ବୁଝିପାରିଲ ତା ମାନେ କ୍ରମିକ ଅଯୁଗ୍ମ ସଂଖ୍ୟା ମାନଙ୍କର ସମଷ୍ଟି ମଧ୍ୟ ଗୋଟିଏ ଗୋଟିଏ ବର୍ଗ ସଂଖ୍ୟା ଯଦି ଗୋଟେ ପିଲାର ଡାଉଟ ଥିବ କି ମ୍ୟାମ୍ ଆମେ ଯଦି ମଝିରେ ଗୋଟିଏ ଅଯୁଗ୍ମ ସଂଖ୍ୟା ଛାଡିଦେଲୁ 1 ମିଶେଇଲୁ 3 ମିଶେଇଲୁ 5 ଛାଡି ଦେଇକି 7 9 11 ମିଶେଇଦେଲୁ ସେଇଟା କଣ ଗୋଟେ ବର୍ଗ ସଂଖ୍ୟା ହବ କି ନା କାହିଁକି ନା ଗୋଟେ ସିକ୍ୱେନ୍ସ ଟା ଇମ୍ପୋର୍ଟାଣ୍ଟ ବୁଝିଲ ଗୋଟେ କ୍ରମଟା ଦରକାର ସେଥିପାଇଁ ଏ କଥାଟା ଏଇଠି ତମକୁ କୁହାଯାଇଛି ସେମିତି ହିଁ ଦେଖ ଏଇଠି ବି ଦେଇଛି ତମକୁ ପ୍ରତ୍ୟେକ ଚିତ୍ରରେ ଓଲଟା ଏଲ ଓ ତା ପରବର୍ତ୍ତୀ ଚିତ୍ରରେ ଓଲଟା ଏଲ କିପରି ପରିବର୍ତ୍ତନ ଅଯୁଗ୍ମ ଦିଏ ଦେଖ ଏଠି 1 ଆଉ 3 ସେମିତି ଏଠି 1 3 3 ପ୍ଲସ 2 ମାନେ 1 3 ହଉଛି 4 3 ପ୍ଲସ 2 ହଉଛି 5 ଏଇ ଯୋଉ ଡାଇଗ୍ରାମ ଟା ମୁଁ ପୂର୍ବରୁ ତମକୁ ବୁଝେଇଲି ୟାର ହିଁ ଏକ୍ସପ୍ଲାନେସନ ଟା ମାନେ ଆଉ ଟିକେ ଭଲ ଭାବରେ ଏଇଠି ବୁଝେଇଛି ହେଲା ଏଇଠି ଦେଖ 1 ପ୍ଲସ 3 କେତେ 4 ଏ ଟୋଟାଲ ଟା 4 ଏ ଟୋଟାଲ ହଉଛି 5 4 5 ମିଶିଗଲେ କେତେ 9 ସେମିତି ଏଇଠି ସେମିତି କରିଛି ବଟ ଏଇଠି କରିବାର ରିଜନ କଣ ଏଇଠି ଗୋଟେ ଫର୍ମୁଲା ମିଳିବ ତମକୁ ଦେଖ ଆଗକୁ କହୁଛି ଦେଖ ପ୍ରଥମ n ସଂଖ୍ୟକ ଅଯୁଗ୍ମ ସଂଖ୍ୟାର ଯୋଗଫଳ n ସ୍କୋୟାର ଅଟେ ଏଇ ଜିନିଷଟା ହିଁ ତମେ 10th କ୍ଲାସ ରେ ବି ପଢିବ ମନେ ରଖିଥାଅ n ସଂଖ୍ୟକ ଅଯୁଗ୍ମ ସଂଖ୍ୟା ମାନଙ୍କର ମାନେ ଯୋଗଫଳ ଟା n ସ୍କୋୟାର ଅଟେ ହେଲା ପ୍ରତ୍ୟେକ ବର୍ଗ ସଂଖ୍ୟା 1 ରୁ ଆରମ୍ଭ ହୋଇଥାଏ କ୍ରମିକ ଅଯୁଗ୍ମ ସଂଖ୍ୟା ଗୁଡିକର ଯୋଗଫଳ ଅଟେ ଏଇଠି ଗୋଟେ ଜିନିଷ ଦେଇଛି ପିଲେ ଆମେ କ୍ରମିକ ଅଯୁଗ୍ମ ସଂଖ୍ୟାକୁ ବିୟୋଗ କରି ଏକ ପୂର୍ଣ୍ଣ ବର୍ଗ କି ନୁହେଁ ତାହା ଜାଣିପାରିବା ସଂଖ୍ୟା 25 ରୁ କ୍ରମାଗତ ଭାବେ 1 3 5 ବିୟୋଗ କରି 0 କିମ୍ବା ତାଠାରୁ କମ ହେବା ପର୍ଯ୍ୟନ୍ତ ଦେଖ 25 ରୁ 1 ଫେଡିଲା ସିଏ କେତେ ମିଳିଲା 24 24 ରୁ 3 ଗଲେ 21 25 ରୁ 1 ଗଲେ 16 16 ରୁ 7 ଗଲେ 9 9 ରୁ 9 ଗଲେ 0 ସିଏ କହୁଛି 1 3 5 କୁ ମାଇନସ କରି ମାନେ ଅଯୁଗ୍ମ ସଂଖ୍ୟା ଗୁଡାକୁ ଆମେ ମାଇନସ କରିକି ବି ଗୋଟେ ଆମେ ତାର ମାନେ ସେଇଟା ପୂର୍ଣ୍ଣ ବର୍ଗ କି ନୁହେଁ ବୋଲି ବି ଜାଣିପାରିବା ଗୋଟେ ତ ଆମେ ଦେଖିଲେ ଅଯୁଗ୍ମ ସଂଖ୍ୟା ଗୁଡାକୁ ମିଶେଇକି ପୂର୍ଣ୍ଣ ବର୍ଗ କି ନାଇଁ ଆମେ ଜାଣିପାରୁଥିଲେ ଏବେ ଅଯୁଗ୍ମ ସଂଖ୍ୟା ଗୁଡିକୁ ମାଇନସ କରିକି ବି ଜାଣିପାରିବା କାହିଁକି ନା ମାଇନସ କଲା ପରେ ସେ ସବୁ ଯାକ ମିଶେଇଲେ ବି ବର୍ଗ ସଂଖ୍ୟା ହିଁ ମିଳିବ ଦେଖ ଏଠି 1 ମାଇନସ କଲା 24 ଏଠି 3 କଲା 21 16 ଯୋଉ ପର୍ଯ୍ୟନ୍ତ ଶୂନ ଆସିନି ସେଇ ପର୍ଯ୍ୟନ୍ତ ତମକୁ ମାଇନସ କରିବାକୁ ପଡିବ ଯଦି ଶୂନ ହେଉନି ମାଇନସ ହେଇଯାଉଛି
ମାନେ -1 -2 ଭଳିଆ ଆନ୍ସର ବାହାରୁଛି, ତାହେଲେ ସେଟା ପୂର୍ଣ୍ଣ ବର୍ଗ ହବ ନାହିଁ ଅଯୁଗ୍ମ ସଂଖ୍ୟାକୁ ମାଇନସ କଲା ପରେ। କାହିଁକି ନା ଦେଖ, ଏଇଠି ହଉଛି 9, ଏଇଠି 7, ଏଇଠି 5, ଏଇଠି 3, ଏଇଠି 1, ସବୁକୁ ମିଶେଇକି ସେ କେତେ ପାଇଛି 25, ହଁ ନା ନାଇଁ? ତ 25 ଟା କାର ସ୍କୋୟାର? 5 ର ସ୍କୋୟାର। ସେଇଭଳି 35 ର 36 ର ବି ତମକୁ ଏଇ ଭଳିଆ ସଂରଚନାରେ ତମକୁ ଆନ୍ସର ଟା କାଢିବାକୁ ପଡିବ ହେଲା। ତାପରେ ଦେଖ, ପ୍ରଶ୍ନରୁ ଆମେ ଜାଣୁଛୁ ଯେ 1225 ପ୍ରଥମ 35ଟି ଅଯୁଗ୍ମ ସଂଖ୍ୟାର ଯୋଗଫଳ, ହଁ ନା ନାଇଁ? 136 ର ମୂଲ୍ୟ ଜାଣିବା ପାଇଁ ଆମକୁ 125 ରେ 36ତମ ଅଯୁଗ୍ମ ସଂଖ୍ୟାକୁ ଯୋଗ କରିବାକୁ ପଡିବ ହେଲା। ସରି, ଏଇଟା 136 ନୁହେଁ, ଏଇଟା 36 ର। ତାହେଲେ 35 ଭାଇ ସ୍କୋୟାର ର ପିଲାମାନେ, ସ୍କୋୟାର ର ଯଦି ତମକୁ କିଛି ବି ଆନ୍ସର କାଢିବାର ଅଛି ତ ଅଯୁଗ୍ମ ସଂଖ୍ୟାକୁ ୟୁଜ କରିକି ତମମାନେ ଆରାମସେ କାଢି ପାରିବ ବୋଲି ଏଇଠି ତମକୁ ସେ ଶିଖଉଛି ହେଲା। ତାପରେ ଦେଖ, ଅଯୁଗ୍ମ ସଂଖ୍ୟା n ତମ ଅଯୁଗ୍ମ ସଂଖ୍ୟା କେତେ ହବ? n ତମ ଅଯୁଗ୍ମ ସଂଖ୍ୟା ହଉଛି 2n - 1। ଅଯୁଗ୍ମ ସଂଖ୍ୟା 36 ର ଅଯୁଗ୍ମ ସଂଖ୍ୟା ହଉଛି 71। 1225 ରେ 71 ଯୋଗ କଲେ 1296 ପାଇବା ପାଇଁ 36 ର ସ୍କୋୟାର। ମାନେ ଏଇଠି କହିବାର ଅର୍ଥ କଣ? n ତମ ଅଯୁଗ୍ମ ସଂଖ୍ୟା ହଉଛି 2n - 1। ଯଦି ତମକୁ ପଚାରିଛି ଗୋଟେ କୋଶ୍ଚିନ୍, ଦେଖ ଏଠି ପଚାରିଛି 36ତମ ଅଯୁଗ୍ମ ସଂଖ୍ୟାଟି କିଏ? 71। ମାନେ ତମକୁ ମୁଁ କହିଲି 100ତମ ଅଯୁଗ୍ମ ସଂଖ୍ୟାଟି କିଏ? କୋଉତମ? 100ତମ। ତମେ ଆରାମସେ 2n - 1 ଫର୍ମୁଲା ପକେଇକି ବାହାର କରିପାରିବ। ତ 2n - 1 ମାନେ ଏଠି 2 into n କେତେ? n ହଉଛି 100, 200 - 1 199। ତାହେଲେ 199 ଟା ହଉଛି 100ତମ ଅଯୁଗ୍ମ ସଂଖ୍ୟା। ସେମିତି ଆନ୍ସର ତମେ ବାହାର କରିବ। ଏଇଠି କଣ ଦେଇଛି? ଏପରି ଭାବରେ ସଂଖ୍ୟା ନେବା ଯେପରି ବର୍ଗ ସଂଖ୍ୟା ହେଉନଥିବ। ମନେକର 38, ଏଥିରୁ 1 ରୁ ଆରମ୍ଭ କରି ଅଯୁଗ୍ମ ସଂଖ୍ୟାକୁ ବିୟୋଗ କର। ଦେଖ, ଏବେ ମୁଁ ଜଷ୍ଟ ତମକୁ କହିଥିଲି ହେଲା, ଯଦି ନେଗେଟିଭ ଆସିଯିବ ମାନେ ଋଣାତ୍ମକ ସଂଖ୍ୟା ଆସିଯିବ, ତାହେଲେ ସେଇଟା ଗୋଟିଏ ବର୍ଗ ସଂଖ୍ୟା ହବ ନାହିଁ। ଜଷ୍ଟ କହିଥିଲି ନା ନାଇଁ ପିଲାମାନେ? ଏ ଉପରେ ଏଠି ଦେଖ, 0 ଆସିଲା ବୋଲି ବର୍ଗ ସଂଖ୍ୟା ହେଲା, ବଟ ଏଇଠି କଣ ହେଇଯାଉଛି? ଋଣାତ୍ମକ, ସେଥିପାଇଁ ହବ ନାହିଁ। ସେଇ 1 3 5 7 9 11 କିମ୍ବା ତା ଆଗକୁ ଗଲେ 13, ବଡ ବଡ ସଂଖ୍ୟା ହେଲେ ତମକୁ ତା ଆଗକୁ ଯାଇକି ମାଇନସ କରିବାକୁ ପଡିବ ହେଲା। ତ ସେମିତି ଏ ସବୁର ତମକୁ ଆନ୍ସର କାଢିବାକୁ ପଡିବ, ଏଇ ବକ୍ସଟିର ଆନ୍ସର କାଢିବାକୁ ପଡିବ। ଏଠି ଟିକେ ପଢିଦବ, ପଢିକି ଏଇ ଆନ୍ସର ଟା କାଢିବ। ଏଥିରେ କିଛି ବି ନାହିଁ ପିଲାମାନେ। ପୂର୍ଣ୍ଣ ବର୍ଗ ଓ ତାର ଚିତ୍ର, ତ୍ରିଭୁଜାକାର ଚିତ୍ର। 1 ର ଚିତ୍ରଟା ଏମିତି, 3 ର ଚିତ୍ରଟା ଏମିତି, 6 ର ଏମିତି, 10 ର ଏମିତି, 15 ର ଏମିତି। କେମିତି ହଉଛି ଦେଖ, ଏଠି ଗୋଟେ ଡଟ୍, ଏଠି 3ଟା ଡଟ୍ ହେଲା। 6 ର ହେଲା ଆସିକି 1 2 3 4 5 6 7 8 9। ତମେ କହିବ ଏଇଟା କେମିତି ହେଲା? ତ ଏଇଟା ହଉଛି ତମକୁ ଏଇ ପିକ୍ଚର ଡାଇଗ୍ରାମ ଟାକୁ ତମକୁ ମନେ ରଖିବାକୁ ପଡିବ, କାହିଁକିନା ଏଠି କହିଛି ପୂର୍ଣ୍ଣ ବର୍ଗ ଓ ତ୍ରିଭୁଜାକାର ସଂଖ୍ୟା। ଏତିକି ତମେ ମନେ ରଖିଲେ ତା ଆଗକୁ ତମେ ସବୁ କିଛି କାଢି ପାରିବ, ବୁଝିଲ? ଏତିକି ମନେ ରଖିଦବ ହେଲା ପିଲାମାନେ। ତାପରେ ଦେଖ, 1 + 3 4 ଯୋଉଟା କି 2 ର ସ୍କୋୟାର, 3 + 6 9 ଯୋଉଟା କି 3 ର ସ୍କୋୟାର, 6 + 10 ଯୋଉଟା କି 16 4 ର ସ୍କୋୟାର। ଏଠି 6 ର ପିକ୍ଟୋଗ୍ରାମ ଟା କଣ ଦେଇଛି? ପିକ୍ଟୋଗ୍ରାଫି ଟା ଏମିତି ଦେଇଛି ନା, ଏଇ ସାଇଡ ଟା ହଉଛି 6 ର, ବାକି ଏଇଠି ମିଶିଛି 10ଟା, ତ ମାନେ ଟୋଟାଲ 16ଟା, ମାନେ ଏପଟେ 4 ଏପଟେ 4 ହେଇଗଲା 4 ର ସ୍କୋୟାର। ସେମିତି ଏଠି 3 ର, ମୁଁ ଜଷ୍ଟ ସେଇଥିପାଇଁ ତମକୁ କହିଲେ ଏଗୁଡା ମନେ ରଖିବ, ସେଥିପାଇଁ ସେ ଏଇଟା ତମକୁ ଆଗର କାଢିବାକୁ କରିବ। 4 ମାନେ ଏପଟେ 5ଟା ହବ, ତମେ 1 2 3 4 5 ଟିକେ ବାହାରକୁ ପଳେଇଛି ସଜାଡି, ଏପଟେ 5 ଏପଟେ 5 ହେଲା। ତ 5 × 5 5 ର ସ୍କୋୟାର। ସେଟା ବି କେମିତି ଲେଖିବ ତମ ମାନେ? ଏଟା 6 ଥିଲା, 6 + 10, ତା ମାନେ ଏଠି କେତେ ହବ? 15 + 10 = 25, ଯୋଉଟା କି 5 ର ସ୍କୋୟାର। ସେଟା ବି ଚିତ୍ରଟା କେମିତି ହବ? 15 ମାନେ ଏପଟୁ 5ଟା ଏପଟୁ 5ଟା ନବ, ତ ମାନେ ମଝିଟା ଏମିତି ଯିବ ହେଲା। ଏଇ ହିସାବରେ ତମେ ସେଟାକୁ କରିବ। ତାପରେ ଆମେ ମାନେ ପଢିବା ସ୍କୋୟାର ରୁଟ। ପିଲାମାନେ, ସ୍କୋୟାର ମାନେ ଦିଟା ସଂଖ୍ୟାକୁ ଗୋଟେ ଥର ଗୁଣିଆ, ସେମିତି ସ୍କୋୟାର ରୁଟ ମାନେ ତା ଉଲ୍ଟା। ଦେଖ, 4 × 4 ହଉଛି 16, ତ 16 ହଉଛି ଗୋଟେ ପୂର୍ଣ୍ଣ ବର୍ଗ ସଂଖ୍ୟା। କାହାର ବର୍ଗ? 4 ର ବର୍ଗ। ସେମିତି 16 ର ବର୍ଗମୂଳ ମାନେ 16 ସଂଖ୍ୟାଟି କୋଉଠୁ ଆସିଛି? 4 × 4 ର ବର୍ଗମୂଳରୁ। ତା ମାନେ ବର୍ଗମୂଳ ମାନେ ଦୁଇଟି ସଂଖ୍ୟାରୁ ଗୋଟେ ବାହାରକୁ ଆସିବ, ତା ମାନେ 4। କେତେ ହେଲା? 4। ତା ମାନେ 16 ର ବର୍ଗମୂଳ କିଏ? 4। ବର୍ଗର ଉଲ୍ଟା ବର୍ଗମୂଳ, ମୁଁ କହିବି 9 କାହାର ବର୍ଗ?
3 ର ତା ମାନେ 9 ର ବର୍ଗମୂଳ ହଉଛି 3, 4 ର ସ୍କ୍ୱାର 16, 16 ର ବର୍ଗମୂଳ 4, ଏମିତି ମନେ ରଖିବ ହେଲା। ସେଇଟା ମନେ ରଖିବାର ଏଇଠି ଦେଇଛି ଦେଖ, 49 ବର୍ଗ ସେଣ୍ଟିମିଟର କ୍ଷେତ୍ରଫଳ ବିଶିଷ୍ଟ ଏକ ବର୍ଗ କ୍ଷେତ୍ରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 7। ଆମେ 7 କୁ 49 ର ବର୍ଗମୂଳ କହୁନା ନାଇଁ? ଅଫକୋର୍ସ y ଇକ୍ୱାଲ ଟୁ x ସ୍କ୍ୱାର, ତା ମାନେ x ହଉଛି y ର ବର୍ଗମୂଳ। ଏଟା ଟିକେ ବୁଝିବାକୁ ତମକୁ କଷ୍ଟ ହଉଥିବ। y ଇକ୍ୱାଲ ଟୁ x ସ୍କ୍ୱାର ମାନେ ମନେ ରଖ 4 ଇକ୍ୱାଲ ଟୁ 2 ର ସ୍କ୍ୱାର, ମାନେ 2 ର ସ୍କ୍ୱାର ହଉଛି 4, ତା ମାନେ 4 କୋଉଠୁ ଆସିଛି? 2 ରୁ। ଦ୍ୟାଟ୍ସ ଇଟ, ସେତିକି କଥା, ଆଉ କିଛି ଏଠି ବଡ କଥା ନାହିଁ। ହଁ ପିଲାମାନେ ଆଉ ଗୋଟେ କଥା ମନେ ରଖିଥାଅ, ଦୁଇଟି ଋଣାତ୍ମକ ସଂଖ୍ୟାକୁ ଗୁଣିଲେ ସେଟା ସବୁବେଳେ କଣ ହୁଏ? ଧନାତ୍ମକ ହୁଏ। ବର୍ଗ ସଂଖ୍ୟା ଋଣାତ୍ମକର ବର୍ଗ ବି ଧନାତ୍ମକ ହିଁ ହୁଏ, କାହିଁକିନା ମାଇନସ ଗୁଣନ ମାଇନସ ପ୍ଲସ, ମାଇନସ ମାଇନସ ଟା କଣ? ପ୍ଲସ। ଏଟା ବି ମନେ ରଖିବ। ଆଉ ଯେତେବେଳେ ବି ଏଠି ଗୋଟେ ଫର୍ମୁଲା ଦେଇଛି, ଯେତେବେଳେ ବି ଆମକୁ ଗୋଟେ ସଂଖ୍ୟାର ରୁଟ ଓଭର କାଢିବାକୁ କହିଥିବ, ଫର ଏକ୍ସାମ୍ପଲ 4 ର ରୁଟ ଓଭର କାଢ, ତା ଆନ୍ସର ଟା ସବୁବେଳେ ପ୍ଲସ ଅର ମାଇନସ 2 ହବ। କାହିଁକି ନା ପ୍ଲସ 2 ରେ ପ୍ଲସ 2 ଗୁଣିଲେ 4, ମାଇନସ 2 ରେ ମାଇନସ 2 ଗୁଣିଲେ ବି 4 ହେଲା। ସେଇ ହିସାବରେ ତମକୁ ଏଇ କ୍ୱେଶ୍ଚିନ ର ପୂର୍ଣ୍ଣ ବର୍ଗ ସଂଖ୍ୟା କି ନୁହେଁ କେମିତି ଜାଣିବ, ଆଉ ତାର ବର୍ଗମୂଳ ନିର୍ଣ୍ଣୟ କର। ପୂର୍ଣ୍ଣ ବର୍ଗ କି ନୁହେଁ ଜାଣିବା ପାଇଁ ମୁଁ ତମକୁ ଦିଟା ଟ୍ରିକ୍ କହିଲି। ଗୋଟେ ହଉଛି ତାର ଏକକ ସ୍ଥାନ ଦେଖିବ କେତେ ଅଛି। ଦେଖ ପିଲାମାନେ, ଫାର୍ଷ୍ଟ ସଂଖ୍ୟାର ଏକକ ସ୍ଥାନ ଦେଖ। ମୁଁ କହିଥିଲି ଏକକ ସ୍ଥାନରେ କୋଉ କୋଉ ନମ୍ବର ଥିବାର ଅଛି? 0, 1, 4, 5, 6, 9। ଏଇଟା ଥିଲେ ପୂର୍ଣ୍ଣ ବର୍ଗ ହେଇପାରିବ। ତ ଏଇଟା ହେଇପାରିବ ପୂର୍ଣ୍ଣ ବର୍ଗ, ବଟ ତାପରେ ନେକ୍ସଟ କଣ୍ଡିସନ ଆମେ କହିଲେ ଅଯୁଗ୍ମ ସଂଖ୍ୟା ମାନଙ୍କର ସମଷ୍ଟି ହେଉଛି କି ନାଇଁ ମାଇନସ କରିକି ଦେଖିବା। ତାମାନେ ଏଥିରୁ ତମେ 1 ମାଇନସ କରିବା, ପୁଣି 3, ପୁଣି 9, ପୁଣି 5, 7, 9, 11, 13 ଶୂନ ହଉଛି କି ନାଇଁ ସେଇଟା ଦେଖିବ। ଯଦି ସେମିତି ହଉଛି ତାପରେ ଯାଇକି ଯଦି ଆନ୍ସର ରେ ଶୂନ ବାହାରିଲା, ତାମାନେ ତମର ଏଇଟା ହଉଛି ପୂର୍ଣ୍ଣ ବର୍ଗ ସଂଖ୍ୟା। ଯଦି ପୂର୍ଣ୍ଣ ବର୍ଗ ସଂଖ୍ୟା ହଉଛି, ତାମାନେ କାହାର ତ ଗୋଟେ ବର୍ଗ ହେଇଥିବ, ସେଇଟା କାହାର ବର୍ଗ ସେଇଟା ବି ବାହାର କରିବ। ଏଇଟା ତମର ହୋମୱାର୍କ, କମେଣ୍ଟ ବକ୍ସ ରେ କମେଣ୍ଟ କରିବ ଆନ୍ସର ଟା କେତେ ବାହାରିବ। ଏଠି ଦେଖ ପିଲାମାନେ, ଆମେ ସମସ୍ତ ବର୍ଗ ସଂଖ୍ୟା ଗୁଡିକ କ୍ରମ ତାଲିକାଭୁକ୍ତ କରିପାରୁ। 576 ମଧ୍ୟରେ କିଛି ଅଛି କି ନାହିଁ ତା ଜାଣିବା। ତେଣୁ ଜାଣିପାରିବା। ଆମେ ଜାଣିଛୁ 20 ଇକ୍ୱାଲ ଟୁ 400, ମାନେ 20 ର ସ୍କ୍ୱାର 400, ଏଠି ଭୁଲ ପ୍ରିଣ୍ଟିଂ ମିଷ୍ଟେକ୍ ହେଇଛି। 21, 22, 23 ର ବର୍ଗ ନିର୍ଣ୍ଣୟ କରିବା। ତ 20 ର ସ୍କ୍ୱାର 400, 21 ର 441, 22 ର 484, 23 ର 529, 24 ର 576। ମାତ୍ର ଏଇ ପ୍ରକ୍ରିୟା ବଡ ସଂଖ୍ୟା ପାଇଁ ପ୍ରଯୁକ୍ତ ନୁହେଁ। ମାନେ ବଡ ସଂଖ୍ୟା ପାଇଁ ପ୍ରଯୁକ୍ତ ନୁହେଁ ମାନେ କଣ? ଆମେ ବଡ ବଡ ସଂଖ୍ୟାକୁ କେମିତି ସ୍କୋୟାର ବାର କରିବା ସେଇଟା ବି ଆମକୁ ଟିକେ ଶିଖିବାକୁ ପଡିବ। ଯେହେତୁ ବର୍ଗମୂଳ କାଢିବାକୁ କୁହାଯାଇଛି ବୋଲି ଆମେ ଡାଇରେକ୍ଟ ଛୋଟ ଛୋଟ ସଂଖ୍ୟାକୁ କାଢି ପାରିବା, ବଟ ବଡ ବଡ ସଂଖ୍ୟାକୁ ଆମେ କାଢି ପାରିବା ନାହିଁ। ଏଠି ଦେଖ ମୁଁ ଜଷ୍ଟ ତମକୁ କହିଲି ଅଯୁଗ୍ମ ସଂଖ୍ୟା ଗୁଡିକୁ ମାଇନସ କରିକି ବାହାର କରିବ। ମନେ ପକାଅ 1 ରୁ ଆରମ୍ଭ କରି କ୍ରମିକ ଅଯୁଗ୍ମ ସଂଖ୍ୟା ମାନଙ୍କର ଯୋଗଫଳ ଭାବେ ପ୍ରତ୍ୟେକ ବର୍ଗ ସଂଖ୍ୟାକୁ ପ୍ରକାଶ କରିପାରିବା। √81 କୁ କେମିତି ବନାଅ? 81 ର ବର୍ଗମୂଳ ତମେ ଜାଣିଛ 81 ଟା ମାନେ ହଉଛି 9 ଗୁଣନ 9, ହଁ ନା ନାଇଁ? ତା ମାନେ 9 ଗୁଣନ 9 ମାନେ 9 ର ସ୍କ୍ୱାର ହଉଛି 81। ତ ଆନ୍ସର ଦେଖ 17 ଯାଏ ସେ ମାଇନସ କରିଛି। ତା ମାନେ 1, 3, 5, 7, 9, 11, 13, 15, 17 ମିଶିକି କେତେ ହଉଛନ୍ତି? 81 ହେଲା। ଆଉ √81 ର ରୁଟ ଓଭର ହଉଛି 9, ମାନେ ବର୍ଗମୂଳ ହଉଛି 9। ସେମିତି 729 ର ବି ତମମାନେ ନିର୍ଣ୍ଣୟ କରିବ। ବୁଝିଲ ପିଲାମାନେ? ଏହା ଥିଲା ତମର ପାର୍ଟ 1 ଭିଡିଓ, ଯୋଉଟା କି ତମର ଫାର୍ଷ୍ଟ ଚାପ୍ଟର ର। ତ ପାର୍ଟ 2 ରେ ଆମେ କ୍ୱେଶ୍ଚିନ ଆନ୍ସର ଡିସ୍କସ କରିବା, ଆଉ ମୌଳିକ ସଂଖ୍ୟା ମାନଙ୍କର ବର୍ଗ ମଧ୍ୟ ନିର୍ଣ୍ଣୟ କରିବାଟା ଶିଖିବା।